होइछि गंजाम जिला बरहमपुर ठारू बांगालोर जाइଥିବା ଏକ ଟ୍ରେନର ଦୃଶ୍ୟ। ସେଠି ଜଣେ ରେଲୱେ ପୋଲିସ ସିଟରେ ବସେଇଦେବା ବାବଦକୁ ଦୈନନ୍ଦିନ 20,000 ରୁ 30,000 ଟଙ୍କା ଚାନ୍ଦା ଯାତ୍ରୀମାନଙ୍କ ଠାରୁ ଆଦାୟ କରୁଛନ୍ତି। ଏ ପେଲେଇଟିକୁ ରେଲୱେ ଯେତେ ଦରମା ଦେଲେ ବି ତାର ପେଟ ଜମା ପୁରୁନି। ଏହି ନାଟିଆ କୁକୁରଟି ଏଇଭଳି ଯାତ୍ରୀମାନଙ୍କ ଠାରୁ ଦୈନନ୍ଦିନ ଚାଟି ଚାଟି ଖାଉଛି। ଯେତେ ଆ ବିରୁଦ୍ଧରେ ଅଭିଯୋଗ କଲେ ବି ଉପର ଅଧିକାରୀମାନେ ଜମା ଶୁଣୁନାହାନ୍ତି। ସବୁବେଳେ ଜନତାଙ୍କୁ ହଇରାଣ କରିବା ପ୍ରଶାସନର ବୋଧେ ବହୁତ ଅଭ୍ୟାସରେ ପରିଣତ ହୋଇଗଲାଣି। ଦେଖାଯାଉ ରେଲୱେ ଅଧିକାରୀଙ୍କର କେଉଁଦିନ ଏ କୁକୁର ଉପରକୁ ନଜର ଆସୁଛି ତାହା ଦେଖିବାକୁ ବାକି ରହିଲା। ଆଉ ଥରେ ବି ଆମେ କହିଦେଉଛୁ, ଦେଖନ୍ତୁ ଏ ଚଳନ୍ତି ଟ୍ରେନରେ କେମିତି ମାଟିଆ ଚୋର ଜବରଦସ୍ତି ଯାତ୍ରୀମାନଙ୍କ ଠାରୁ ଚାନ୍ଦା ଗୋଟାଉଛି। ବନ୍ଧୁ, ଏ ହେଉଛି ଗଞ୍ଜାମ ଜିଲ୍ଲା ବରହମପୁର ଠାରୁ ବାଙ୍ଗାଲୋର ଯାଉଥିବା ଏକ ଟ୍ରେନର ଦୃଶ୍ୟ। ଜଣେ ରେଲୱେ ପୋଲିସ ସିଟରେ ବସେଇଦେବା ବାବଦକୁ ଦୈନନ୍ଦିନ 20,000 ରୁ 30,000 ଟଙ୍କା ଯାତ୍ରୀମାନଙ୍କ ଠାରୁ ଚାନ୍ଦା ଆକାର ଆଦାୟ କରୁଛି। ଏ ପେଲେଇଟିକୁ ରେଲୱେ ଯେତେ ଦରମା ଦେଲେ ବି ତାର ପେଟ ଜମା ପୁରୁନି। ଏହି ନାଟିଆ କୁକୁରଟି ଏହିଭଳି ଯାତ୍ରୀମାନଙ୍କ ଠାରୁ ଦୈନନ୍ଦିନ ଚାଟି ଖାଉଛି। କିଛି କିଏ ଅଭିଯୋଗ କଲେ ବନ୍ଧୁକ ଦେଖେଇକି ଡରେଇବା ବି ଆରମ୍ଭ କରୁଛି। କହୁଛି ରେଲୱେରେ ପେଲିଦେବି, ଜୀବନ ଚାଲିଯିବ, ଭଲରେ ଚାନ୍ଦା ଦେଇଦେ। ଏଇଭଳି ଧମକ ଚମକ ଦେଇକି ଦେଖନ୍ତୁ ଟଙ୍କା କେମିତି ପକେଟରେ ପୁରେଇ ଚାଲୁଛି। ବାପାର ଜାଣିକି ରେଳଟା ଜାଣିକି ତା ବାପା ଅଧୀନରେ ଚାଲୁଛି, ସେଥିପାଇଁ ଦେଖନ୍ତୁ ଏ ଚାନ୍ଦା ଗୋଟଉଛି। ଦେଖାଯାଉ ରେଲୱେ ଅଧିକାରୀଙ୍କର ଏ କୁକୁର ଉପରକୁ ନଜର କେବେ ଆସୁଛି ତାହା ଦେଖିବାକୁ ବାକି ରହିଲା। ଅଭିତକ ନ୍ୟୁଜ୍ ଚ୍ୟାନେଲ।